जय जगन्नाथ सांगमाने नमस्कार। चलନ୍ତୁ ଆଜି ଜାଣିବା ବ୍ରାହ୍ମଣ କାହିଁକି ଭିକ୍ଷା ମାଗନ୍ତି। ଭଗବାନ ଶଙ୍କରଙ୍କର ବାହନମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ନନ୍ଦୀ। ନନ୍ଦୀକୁ ବଳଦମାନଙ୍କ ମଧ୍ୟରେ ଉତ୍ତମ ବୋଲି ମନା କରାଯାଏ। ବଳଦମାନେ ପ୍ରମୁଖତଃ ଶାନ୍ତ ସ୍ୱଭାବଯୁକ୍ତ ଏବଂ ମୋହମାୟାଠାରୁ ଦୂରେଇ ରହିଥାନ୍ତି। ବଳଦ ବଳବେଶିତ ଶକ୍ତି ଏବଂ ଶାନ୍ତର ପ୍ରତୀକ ଅଟନ୍ତି। ଏହି ଶାନ୍ତ ସ୍ୱଭାବ ଯୁକ୍ତ ବଳଦ ଯେତେବେଳେ କ୍ରୋଧରେ ଜର୍ଜରିତ ହୋଇଯାଏ ସେତେବେଳେ ତା ସମ୍ମୁଖରେ ବାଘ ଆସିଲେ ମଧ୍ୟ ସେ ବାଘକୁ ଖାତିର କରେ ନାହିଁ। ଆଜି ଆମେ ଜାଣିବା ଭଗବାନ ଆଉ ନନ୍ଦୀଙ୍କ ସମ୍ପର୍କରେ, ଯେ କି କ୍ରୋଧରେ ବ୍ରାହ୍ମଣ ବଂଶକୁ ଏଭଳି ଅଭିଶାପ ଦେଇଥିଲେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରାହ୍ମଣମାନେ ଏ ଅଭିଶାପରୁ ମୁକ୍ତି ପାଇ ନାହାନ୍ତି। କଣ ପାଇଁ ନନ୍ଦୀ କ୍ରୋଧରେ ଜର୍ଜରିତ ହୋଇ ବ୍ରାହ୍ମଣଙ୍କୁ ଅଭିଶାପ ଦେଲେ ଏବଂ କଣ ଥିଲା ସେହି ଅଭିଶାପ, ଆସନ୍ତୁ ଆମେ ତାହା ସମ୍ପର୍କରେ ଜାଣିବା। ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କୁ କଠୋର ତପସ୍ୟା କରିବା ଦ୍ୱାରା ଶିରାଧି ଋଷି ନନ୍ଦୀକୁ ପୁତ୍ର ରୂପେ ପାଇଥିଲେ। ଶିରାଧି ଋଷି ପୁତ୍ରର ନନ୍ଦୀକୁ ଦେବବିଦ୍ୟାର ଜ୍ଞାନ ପ୍ରଦାନ କରିଥିଲେ। ଅଳ୍ପ ଆୟୁରେ ନନ୍ଦୀ ହିଁ ଶିବଙ୍କର ତପସ୍ୟାରେ ନିଜର ମନକୁ ନିବେଶ କଲେ। ଅଳ୍ପ ବୟସରେ ଭଗବାନଙ୍କ ପ୍ରତି ନିଷ୍ଠାପର ଭାବନା ଦେଖି ଭଗବାନ ମହାଦେବ ସ୍ୱୟଂ ନନ୍ଦୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ତାଙ୍କୁ ବରଦାନ ମାଗିବାକୁ କହିଲେ। ଏହା ଶୁଣି ନନ୍ଦୀ, ହେ ଭୋଳାନାଥ, ମୁଁ ଶରଣାବଦ୍ଧ ଆପଣଙ୍କର ଛତ୍ରଛାୟାରେ ମୁଁ ରହିବାକୁ ଚାହୁଁଛି। ଆପଣ ହିଁ ମୋର ଆରାଧ୍ୟ ଅଟନ୍ତି, ତେଣୁ ମୁଁ ସାରା ଜୀବନ ଆପଣଙ୍କ ସାନ୍ନିଧ୍ୟରେ ରହିବାକୁ ଚାହୁଁଛି। ସ୍ୱୟଂ ପ୍ରତି ଛୋଟ ବାଳକର ନିଜର ସମର୍ପଣ ଭାବନା ଦେଖି ଭୋଳାନାଥ ବହୁତ ଖୁସି ହୋଇଗଲେ ଏବଂ ନନ୍ଦୀକୁ ଆଲିଙ୍ଗନ କରି ଏକ ବଳଦର ତ୍ୱଚା ପ୍ରଦାନ କଲେ। ନନ୍ଦୀକୁ ନିଜର ବାହନ ରୂପେ ସେ ସ୍ୱୀକାର କଲେ। ନନ୍ଦୀ ଭଗବାନ ଶିବଙ୍କର ବାହନ ସହିତ ପ୍ରିୟ ସଖା ବୋଲି ମଧ୍ୟ କୁହାଯାଏ। ତେବେ ନନ୍ଦୀ କାହିଁକି ବ୍ରାହ୍ମଣ ବଂଶକୁ ଅଭିଶାପ ଦେଇଥିଲେ? ଶିବ ପୁରାଣ ଅନୁସାରେ ଏକଦା ବ୍ରାହ୍ମଣମାନଙ୍କ ଦ୍ୱାରା ଏକ ଯଜ୍ଞର ଆୟୋଜନ କରାଯାଇଥିଲା, ଯେଉଁଥିରେ ଭଗବାନ ବ୍ରହ୍ମାଙ୍କ ସମେତ ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କୁ ମଧ୍ୟ ଉପସ୍ଥିତ ହେବା ଲାଗି ନିମନ୍ତ୍ରଣ ଦିଆଯାଇଥିଲା। ସମସ୍ତ ଦେବତାଗଣ ଆହୁତିରେ ନିନ୍ନ ଥିଲେ। ସେତେବେଳେ ଭଗବାନ ଶିବଙ୍କର ଶ୍ୱଶୁର ପ୍ରଜାପତି ଦକ୍ଷ ସେଠାରେ ପହଞ୍ଚିଲେ। ପ୍ରଜାପତି ଦକ୍ଷଙ୍କୁ ଦେଖି ଯଜ୍ଞରେ ଉପସ୍ଥିତ ଥିବା ବ୍ରାହ୍ମଣ ଓ ଦେବତା ଗଣ ତାଙ୍କ ସାମ୍ନାରେ ଛିଡ଼ା ହେଲେ, କିନ୍ତୁ ଭଗବାନ ବ୍ରହ୍ମା ଭଗବାନ ଶିବ ନିଜ ସ୍ଥାନରେ ସେହିଭଳି ବସି ରହିଲେ। ଏହା ଦେଖି ପ୍ରଜାପତି ଦକ୍ଷ ରାଗିଗଲେ ଆଉ ମନେ ମନେ ଚିନ୍ତା କଲେ, ବ୍ରହ୍ମା ମୋ ପିତା ହୋଇଥିବା କାରଣରୁ ମୋ ଆଗରେ ଛିଡ଼ା ହେଲେ ନାହିଁ, କିନ୍ତୁ ଭଗବାନ ଶିବ ତ ମୋ ଜାମାତା ଅଟନ୍ତି, ତେଣୁ ତାଙ୍କୁ ମୋ ସମ୍ମାନରେ ଛିଡ଼ା ହେବା କଥା। ଏହା ଚିନ୍ତା କରି କ୍ରୋଧରେ ଜର୍ଜରିତ ହୋଇ ପ୍ରଜାପତି ଦକ୍ଷ ଭଗବାନ ଶିବଙ୍କୁ ମନକୁ ଖରାପ ଲାଗିଲା ଭଳି ଯାହା ନାହିଁ ତାହା କହିଲେ। ଆଉ ଏହାର ଉତ୍ତରରେ ଭୋଳାନାଥ କହିଲେ, ମୁଁ ଅଗ୍ନିକୁ ଦେଖୁଥିଲି, ତେଣୁ ଆପଣଙ୍କ ସାମ୍ନାରେ ଛିଡ଼ା ହୋଇ ପାରିଲି ନାହିଁ। ଏହି ସମୟରେ ଅଗ୍ନିଠାରୁ ପୂଜନୀୟ ମୋ ପାଇଁ ଆଉ କେହି ନୁହେଁ। ନିଜ ଜ୍ୱାଇଁଙ୍କ ମୁହଁରୁ ଏପରି କଥା ଶୁଣି ପ୍ରଜାପତି ଦକ୍ଷ ଆହୁରି କ୍ରୋଧାନ୍ୱିତ ହୋଇ ଦୁଇ ହାତରେ ଜଳ ନେଇ ଭଗବାନ ଶିବଙ୍କୁ ଅଭିଶାପ ଦେଇ କହିଲେ, ଆଜିଠାରୁ ଶିବ କୌଣସି ଯଜ୍ଞର ଭାଗୀଦାର ହେବେ ନାହିଁ। ମୁଁ ତୁମକୁ ଏହି ମୁହୂର୍ତ୍ତରେ ଏ ଯଜ୍ଞରୁ ନିଷ୍କାସିତ କରୁଛି। ଏହା ଶୁଣି ଭଗବାନ ଶିବ ମୌନ ତ ରହିଲେ, କିନ୍ତୁ ତାଙ୍କର ସଖା ନନ୍ଦୀଙ୍କ ମନରେ କ୍ରୋଧ ସୃଷ୍ଟି ହେଲା। ତେଣୁ ସେ କ୍ରୋଧରେ ଅଭିଶାପ ଦେଇ କହିଲେ, ପ୍ରଜାପତି ଦକ୍ଷ ଭୋଳାନାଥଙ୍କୁ ଏକ ସାଧାରଣ ମନୁଷ୍ୟ ମନେ କରି ଅଭିଶାପ ଦେଲେ, ତେଣୁ ମୁଁ ପ୍ରଜାପତି ଦକ୍ଷଙ୍କର ଏହି ଅଭିଶାପକୁ ମୌନ ହୋଇ ଶୁଣୁଥିବା ସମସ୍ତ ବ୍ରାହ୍ମଣଙ୍କୁ ଅଭିଶାପ ଦେଉଛି। ସମସ୍ତ ବ୍ରାହ୍ମଣ ଜ୍ଞାନହୀନ ହୋଇଯିବେ ଏବଂ ନିଜର କ୍ରୋଧକୁ ମେଣ୍ଟାଇବା ପାଇଁ ଘର ଘର ବୁଲି ଭିକ୍ଷାବୃତ୍ତି କରିବେ। ତେଣୁ କୁହାଯାଏ, ନନ୍ଦୀଙ୍କର ଏହି ଅଭିଶାପ ଯୋଗୁଁ ବ୍ରାହ୍ମଣମାନେ ଘର ଘର ବୁଲି ଭିକ୍ଷା ମାଗିଥାନ୍ତି। ଏହି ଷ୍ଟୋରିଟି ଆପଣଙ୍କୁ ଯଦି ଭଲ ଲାଗିଥାଏ, ପ୍ଲିଜ୍ ଏବେ ହିଁ ସାଇ ଓଡ଼ିଆ ଷ୍ଟୋରିକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। କମେଣ୍ଟ କରନ୍ତୁ, ଜୟ ଶିବ ଶଙ୍କର।